ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରଭାବ। ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ସହିତ ଦୁଇଟି ଟ୍ରଫ୍ର ପ୍ରଭାବ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ତେବେ କ'ଣ ରହିଛି ଖବର? ଯଦି ଏପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ଭିଡ଼ିଓକୁ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ମାଧ୍ୟମରେ ଜାଣନ୍ତୁ ଆପଣମାନେ କେଉଁ ଜିଲ୍ଲାରେ ଦେଖୁଛନ୍ତି, ଯାହାଦ୍ୱାରା ଏଭଳି ପାଣିପାଗ ଅପଡେଟ୍ ଆପଣମାନଙ୍କ ପାଖରେ ସର୍ବଅଧେ ପହଞ୍ଚି ପାରିବ। ଚଳନ୍ତୁ ଲେଟ୍ ନକରି ଖବର ଉପରେ ନଜର ପକାଇବା। ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରଭାବ। ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ସହିତ ଦୁଇଟି ଟ୍ରଫ୍ର ପ୍ରଭାବ ଯୋଗୁଁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସହିତ ରାଜ୍ୟ ଉପରେ ଦୁଇଟି ଟ୍ରଫ୍ର ପ୍ରଭାବ ରହିଥିବାରୁ ଅନେକ ସ୍ଥାନରେ ବର୍ଷା ସହ ଝଡ଼ ବର୍ଷା ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ନୂଆ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ। ତେବେ ବର୍ଷାର ପ୍ରଭାବକୁ ଦେଖି ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ବୁଧବାର ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା। ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଅନ୍ୟ ସମେତ କିଛି ଜିଲ୍ଲାରେ ମଧ୍ୟ ଝଡ଼ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଅନେକ ଅଞ୍ଚଳରେ ଭଲ ବର୍ଷା ରେକର୍ଡ ହୋଇଛି। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଏହାଛଡ଼ା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ ଅନ୍ୟାନ୍ୟ ଜିଲ୍ଲାରେ ବର୍ଷା ମଧ୍ୟ ହୋଇଛି। ତେଣୁ ଆଗାମୀ 5 ଦିନ ରାଜ୍ୟରେ ପାଣିପାଗ ଉପରେ ନଜର ରଖିବା ଜରୁରୀ। ବିଶେଷ କରି ବଜ୍ରପାତ ସମୟରେ ଲୋକମାନେ ସତର୍କ ରହିବା ସହିତ ଅତ୍ୟାବଶ୍ୟକ ନହେଲେ ଖୋଲା ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆପଣଙ୍କ ଜିଲ୍ଲାରେ ଆଜି କିମ୍ବା ଆଗାମୀ ଦିନରେ ବର୍ଷାର ସ୍ଥିତି କିପରି ରହିବ ତାହା ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୂଆ ପାଣିପାଗ ଅପଡେଟ୍ ପାଇବା ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ। ବ୍ୟୁରୋ ରିପୋର୍ଟ, ସାବଧାନ ଓଡ଼ିଶା।